ଯେତେ ବି ପୁରୁଣା କପ 5 ମିନିଟ୍ରେ ତୁରନ୍ତ ଭଲ ହେବ। ତ ନମସ୍କାର ଦର୍ଶକ ବନ୍ଧୁ, ଜୟ ଜଗନ୍ନାଥ। ଆଜିର ପ୍ରଥମ ପ୍ରଶ୍ନଟି ହେଉଛି, ମହୁ ସହିତ ରସୁଣ ଖାଇଲେ କେଉଁ ରୋଗକୁ ରାମବାଣ କରି ଦୂରେଇ ଦିଏ? ଅପସନ୍ ଏ ହାର୍ଟ ସମସ୍ୟା, ଅପସନ୍ ବି ମୋଟାପଣ, ଅପସନ୍ ସି ସର୍ଦ୍ଦି କାଶ ଏବଂ ଅପସନ୍ ଡି ଶାରୀରିକ ସମସ୍ୟା। ଫ୍ରେଣ୍ଡସ୍, ଯଦି ଆପଣମାନେ ଏହି ପ୍ରଶ୍ନ ଗୁଡ଼ିକର ଆନ୍ସର ଜାଣିଛନ୍ତି ତାହେଲେ କମେଣ୍ଟ ମାଧ୍ୟମରେ 5 ସେକେଣ୍ଡ ମଧ୍ୟରେ ଉତ୍ତରଟି ଦେଇପାରିବେ। ସମୟଟି ଆରମ୍ଭ ହେଉଛି ଏବେଠୁ। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଏହି ଚାରୋଟି ଯାକ। ମହୁ ସହିତ ରସୁଣ ଖାଇଲେ ଏହି ଚାରୋଟି ଯାକ ରୋଗକୁ ରାମବାଣ କରି ଦୂରେଇ ଦିଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। ଡାଲଚିନି ସହିତ କ'ଣ ଖାଇଲେ ପେଟର ଚର୍ବି ଶୀଘ୍ର କମିଯାଏ? ଅପସନ୍ ଏ ଗୁଡ଼, ଅପସନ୍ ବି ମହୁ, ଅପସନ୍ ସି ଗୁଜୁରାତି ଏବଂ ଅପସନ୍ ଡି ହଳଦୀ। ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି ହଳଦୀ। ଡାଲଚିନି ସହିତ ହଳଦୀ ଖାଇଲେ ପେଟର ଚର୍ବି ଶୀଘ୍ର କମିଯାଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। ଖାଇବା ସମୟରେ ପାଣି ପିଇଲେ କେଉଁ ରୋଗ ହୋଇଥାଏ? ଅପସନ୍ ଏ ପାଇରିଆ, ଅପସନ୍ ବି ହାର୍ଟ ରୋଗ, ଅପସନ୍ ସି ଲିଭର ରୋଗ ଏବଂ ଅପସନ୍ ଡି ଏସିଡିଟି। ତ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି ଏସିଡିଟି। ଖାଇବା ସମୟରେ ପାଣି ପିଇଲେ ଏସିଡିଟି ରୋଗ ହୋଇଥାଏ। ତ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। ଭାରତର ସବୁଠାରୁ ବଡ଼ ଜେଲ୍ କେଉଁଠାରେ ରହିଛି? ଅପସନ୍ ଏ ମହାରାଷ୍ଟ୍ର, ଅପସନ୍ ବି କେରଳ, ଅପସନ୍ ସି ଦିଲ୍ଲୀ ଏବଂ ଅପସନ୍ ଡି ରାଜସ୍ଥାନ। ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ଦିଲ୍ଲୀ। ଭାରତର ସବୁଠାରୁ ବଡ଼ ଜେଲ୍ ଦିଲ୍ଲୀରେ ରହିଛି। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। ଜଣେ ମଣିଷ ବିନା କିଡ଼ନୀରେ କେତେ ଦିନ ପର୍ଯ୍ୟନ୍ତ ବଞ୍ଚିପାରିବ? ଅପସନ୍ ଏ 20 ଦିନ, ଅପସନ୍ ବି 5 ଦିନ, ଅପସନ୍ ସି 10 ଦିନ ଏବଂ ଅପସନ୍ ଡି 15 ଦିନ। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି 15 ଦିନ। ଜଣେ ମଣିଷ ବିନା କିଡ଼ନୀରେ 15 ଦିନ ପର୍ଯ୍ୟନ୍ତ ବଞ୍ଚିପାରିବ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। ମହିଳାମାନଙ୍କୁ ପିରିୟଡ଼ର ଯନ୍ତ୍ରଣା ଥିଲେ କ'ଣ ଖାଇଲେ ପିରିୟଡ଼ର ଯନ୍ତ୍ରଣା ଦୂର ହୋଇଥାଏ? ଅପସନ୍ ଏ ପିଜୁଳି, ଅପସନ୍ ବି ତୁଳସୀ, ଅପସନ୍ ସି ନିମ୍ବ ଏବଂ ଅପସନ୍ ଡି ଡାଳିମ୍ବ। ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ ପିଜୁଳି। ମହିଳାମାନଙ୍କୁ ପିରିୟଡ଼ର ଯନ୍ତ୍ରଣା ଥିଲେ ପିଜୁଳି ପତ୍ର ଖାଇଲେ ପିରିୟଡ଼ର ଯନ୍ତ୍ରଣା ଦୂର ହୋଇଥାଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। ମହୁ ସହିତ କ'ଣ ଖାଇଲେ ଆଖିର ପାୱାର 2 ଗୁଣା ବଢ଼ିଥାଏ? ଅପସନ୍ ଏ ଡାଲଚିନି, ଅପସନ୍ ବି ଗୋଲମରିଚ, ଅପସନ୍ ସି ଅଶ୍ୱଗନ୍ଧା ଏବଂ ଅପସନ୍ ଡି ଲବଙ୍ଗ। ତ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ଅଶ୍ୱଗନ୍ଧା। ମହୁ ସହିତ ଅଶ୍ୱଗନ୍ଧା ଖାଇଲେ ଆଖିର ପାୱାର 2 ଗୁଣା ବଢ଼ିଥାଏ। ତ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। ଶରୀରର କେଉଁ ଭିଟାମିନ୍ ଅଭାବ ରହିଲେ ମଣିଷର ମସ୍ତିଷ୍କ ଦୁର୍ବଳ ହୋଇପଡ଼େ? ଅପସନ୍ ଏ ଭିଟାମିନ୍ B12, ଅପସନ୍ ବି ଭିଟାମିନ୍ ଏ, ଅପସନ୍ ସି ଭିଟାମିନ୍ ବି ଏବଂ ଅପସନ୍ ଡି ଭିଟାମିନ୍ ସି। ତ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ ଭିଟାମିନ୍ B12। ଶରୀରର ଭିଟାମିନ୍ B12 ଅଭାବ ରହିଲେ ମଣିଷର ମସ୍ତିଷ୍କ ଦୁର୍ବଳ ହୋଇପଡ଼େ। ତ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। ଗୁଜୁରାତି ସହିତ କେଉଁ ପାଣି ପିଇଲେ ରାତିରେ ଭଲ ନିଦ ଆସିଥାଏ? ଅପସନ୍ ଏ ଉଷୁମ ପାଣି, ଅପସନ୍ ବି ଲେମ୍ବୁ ପାଣି, ଅପସନ୍ ସି ଲୁଣ ପାଣି ଏବଂ ଅପସନ୍ ଡି ଥଣ୍ଡା ପାଣି। ତ ଫ୍ରେଣ୍ଡସ୍, ଏହି ପ୍ରଶ୍ନର ସଠିକ୍ ଉତ୍ତରଟି ଜାଣିବା ପୂର୍ବରେ ଯଦି ଆପଣମାନେ ଆମ ଚ୍ୟାନେଲକୁ ନୂଆ କରି ଆସିଛନ୍ତି ତାହେଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ବଟନଟିକୁ ଦବାଇ ଅଲ୍ ଉପରେ କ୍ଲିକ୍ କରିଦିଅନ୍ତୁ, ଯାହାଫଳରେ କି ଏହିପରି ଉପଯୁକ୍ତ ଭିଡ଼ିଓ ଆପଣମାନେ ସର୍ବପ୍ରଥମେ ପାଇପାରିବେ। ତ ଫ୍ରେଣ୍ଡସ୍, ଏହି ପ୍ରଶ୍ନର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ ଉଷୁମ ପାଣି। ଗୁଜୁରାତି ସହିତ ଉଷୁମ ପାଣି ପିଇଲେ ରାତିରେ ଭଲ ନିଦ ଆସିଥାଏ। ତ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। ଜାଇଫଳ ସହିତ ଉଷୁମ ପାଣି ପିଇଲେ
କେଉଁ ରୋଗ ଠିକ୍ ହୋଇଥାଏ? ଅପସନ୍ ଏ କୋଲେଷ୍ଟ୍ରଲ୍, ଅପସନ୍ ବି ମେଦବହୁଳତା, ଅପସନ୍ ସି କ୍ୟାନ୍ସର ଏବଂ ଅପସନ୍ ଡି ମଧୁମେହ। ତ ଫ୍ରେଣ୍ଡସ୍ ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ ଏବଂ ଅପସନ୍ ବି। ଜାଇଫଳ ସହିତ ଉଷୁମ ପାଣି ପିଇଲେ କୋଲେଷ୍ଟ୍ରଲ୍ ଏବଂ ମେଦବହୁଳତା ରୋଗ ଠିକ୍ ହୋଇଥାଏ। ତ ଫ୍ରେଣ୍ଡସ୍ ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। ଅଧିକା କୋକାକୋଲା ପିଇବା ଦ୍ୱାରା କେଉଁ ରୋଗ ହୋଇଥାଏ? ଅପସନ୍ ଏ ହାର୍ଟ ରୋଗ, ଅପସନ୍ ବି ପାଇରିଆ, ଅପସନ୍ ସି ମଧୁମେହ ଏବଂ ଅପସନ୍ ଡି କ୍ୟାନ୍ସର। ତ ଫ୍ରେଣ୍ଡସ୍ ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି କ୍ୟାନ୍ସର। ଅଧିକା କୋକାକୋଲା ପିଇବା ଦ୍ୱାରା କ୍ୟାନ୍ସର ରୋଗ ହୋଇଥାଏ। ତ ଫ୍ରେଣ୍ଡସ୍ ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। କେଉଁ ଦେଶରେ ଦୁଇଟି ବିବାହ କରିବା ବାଧ୍ୟତାମୂଳକ ଅଟେ? ଅପସନ୍ ଏ ଜାପାନ, ଅପସନ୍ ବି ଆମେରିକା, ଅପସନ୍ ସି ଆଇସଲ୍ୟାଣ୍ଡ ଏବଂ ଅପସନ୍ ଡି ନରୱେ। ତ ଫ୍ରେଣ୍ଡସ୍ ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ଆଇସଲ୍ୟାଣ୍ଡ। ଆଇସଲ୍ୟାଣ୍ଡ ଦେଶରେ ଦୁଇଟି ବିବାହ କରିବା ବାଧ୍ୟତାମୂଳକ ଅଟେ। ତ ଫ୍ରେଣ୍ଡସ୍ ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। ତାଜମହଲ କେଉଁ ସହରରେ ଅବସ୍ଥିତ? ଅପସନ୍ ଏ ଗୁଜରାଟ, ଅପସନ୍ ବି ଦିଲ୍ଲୀ, ଅପସନ୍ ସି ଆଗ୍ରା ଏବଂ ଅପସନ୍ ଡି ମୁମ୍ବାଇ। ତ ଫ୍ରେଣ୍ଡସ୍ ଏହି ପ୍ରଶ୍ନର ସଠିକ୍ ଉତ୍ତରଟି ଆପଣମାନଙ୍କୁ ଜଣାଥିବ, ତେଣୁ ଏହି ପ୍ରଶ୍ନର ସଠିକ୍ ଉତ୍ତରଟି ଆପଣମାନେ କମେଣ୍ଟ ବକ୍ସ ମାଧ୍ୟମରେ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ। ତ ଫ୍ରେଣ୍ଡସ୍ ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। କଲରା ଜୁସ୍ ପିଇଲେ କେଉଁ ସବୁ ରୋଗ ଦୂର ହୋଇଥାଏ? ଅପସନ୍ ଏ ବ୍ଲଡ୍ ପ୍ରେସର, ଅପସନ୍ ବି ଚର୍ମ ରୋଗ, ଅପସନ୍ ସି ହୃଦୟ ରୋଗ ଏବଂ ଅପସନ୍ ଡି ଏହି ସମସ୍ତ। ଫ୍ରେଣ୍ଡସ୍ ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି ଏହି ସମସ୍ତ। କଲରା ଜୁସ୍ ପିଇଲେ ବ୍ଲଡ୍ ପ୍ରେସର, ଚର୍ମ ରୋଗ ଏବଂ ହୃଦୟ ରୋଗ ଦୂର ହୋଇଥାଏ। ତ ଫ୍ରେଣ୍ଡସ୍ ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। ମଣିଷର ସବୁଠାରୁ ଓଜନିଆ ଅଙ୍ଗ କ'ଣ? ଅପସନ୍ ଏ ଗୋଡ଼, ଅପସନ୍ ବି ହାତ, ଅପସନ୍ ସି ମୁଣ୍ଡ ଏବଂ ଅପସନ୍ ଡି ପେଟ। ଫ୍ରେଣ୍ଡସ୍ ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ମୁଣ୍ଡ। ମଣିଷର ସବୁଠାରୁ ଓଜନିଆ ଅଙ୍ଗ ହେଉଛି ମୁଣ୍ଡ। ତ ଫ୍ରେଣ୍ଡସ୍ ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି ବା ଶେଷ ପ୍ରଶ୍ନଟି। କଫ ସମସ୍ୟା ଥିଲେ କେଉଁ ଶାଗ ଖାଇଲେ ତାହା ଦୂର ହୋଇଥାଏ? ଅପସନ୍ ଏ ପୋଇ ଶାଗ, ଅପସନ୍ ବି ସଜନା ଶାଗ, ଅପସନ୍ ସି ପାଳଙ୍ଗ ଶାଗ ଏବଂ ଅପସନ୍ ଡି ମେଥି ଶାଗ। ତ ଫ୍ରେଣ୍ଡସ୍ ଏହି ପ୍ରଶ୍ନର ସଠିକ୍ ଉତ୍ତରଟି ଜାଣିବା ପୂର୍ବରେ ଯଦି ଆପଣମାନେ ଆମ ଚ୍ୟାନେଲକୁ ନୂଆ କରି ଭିଜିଟ୍ କରିଛନ୍ତି ତାହେଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ବଟନଟିକୁ ଦବାଇ ଅଲ୍ ଉପରେ କ୍ଲିକ୍ କରିଦିଅନ୍ତୁ, ଯାହାଫଳରେ କି ଏହିପରି ଉପଯୁକ୍ତ ଭିଡ଼ିଓ ଆପଣମାନେ ସର୍ବପ୍ରଥମେ ପାଇପାରିବେ। ତ ଫ୍ରେଣ୍ଡସ୍ ଏହି ପ୍ରଶ୍ନର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ପାଳଙ୍ଗ ଶାଗ। କଫ ସମସ୍ୟା ଥିଲେ ପାଳଙ୍ଗ ଶାଗ ଖାଇଲେ ତାହା ଦୂର ହୋଇଥାଏ। ସୋ ଫ୍ରେଣ୍ଡସ୍ ଆଜିର ଭିଡ଼ିଓଟି ଏଇଠି ଶେଷ କରିବା, ପୁଣି ଦେଖା ହେବା ପରବର୍ତ୍ତୀ ଭିଡ଼ିଓରେ। ଜୟ ଜଗନ୍ନାଥ।